ହଁ ହ୍ୟାଲୋ। ହ୍ୟାଲୋ। ହଁ କିଏ କହୁଥିଲେ? ହଁ ଆମେ କହୁଥିଲେ ଏଇଠୁ ବାରିପଦାରୁ ହବୁ କହୁଥିଲୁ ଆଉ ତେଣୁ ଯୋଉ ଗ୍ରୁପରେ ଥିଲୁ। କୋଉ ଗ୍ରୁପ କହିଲେ ବୁଝିପାରିଲିନି। ଏ ଯୋଉ ସାରଙ୍କର ଗ୍ରୁପ ନା ଆମର ଏସଏସବି ସପୋର୍ଟିଂ ଗ୍ରୁପ ଯୋଉଟା ହରିଶଙ୍କର କ୍ରିଏଟ କରିଥିଲେ। ଓହୋ ଆଚ୍ଛା ଆଚ୍ଛା ସେଇ ଗ୍ରୁପରେ ତ ମୁଁ ନାହିଁ। ମୋ ନମ୍ବରଟା କୋଉଠି ପାଇଲେ? ଏଇଟା ପାଇଲି ତ ଏମିତି ପିଲାଙ୍କ କତିରୁ ଏଇ ୟୁଟ୍ୟୁବରେ ଦେଖିକିରି ଆଉ। ଓ ଆଚ୍ଛା ଆଚ୍ଛା ହଁ କୁହନ୍ତୁ। ନା ସାର୍ ଏମିତିଆ କଥା ତ ତେଣୁ ସାର୍ କୋଶ୍ଚିନ୍ ତ ଆମେ ଆଉ ଯାହା ବି ପଚାରୁଛୁ ଗ୍ରୁପରେ ସେଟା କହୁନାହାନ୍ତି ଆମକୁ ଇଏ ବି ଦଉନାହାନ୍ତି କଣ ହିସାବ କୋଶ୍ଚିନ୍ ଟା ଆପଣ ବି। ପଚାରୁଥିଲେ କଣ କହିଲେନି ସେମାନେ? ସାର୍ ଯୋଉ ବି ହଉ ସାର୍ ଯୋଉ କେସଟା ଲିଷ୍ଟିଂ ହଉଛି ଆଜ୍ଞା ମାନେ ଯୋଉ କେସଟା ଲିଷ୍ଟିଂ କଣ ପାଇଁ ଲେଟ୍ ହଉଛି ଆଡଭୋକେଟ କଣ ପାଇଁକା ଇଏ କରୁନାହାନ୍ତି ଆଉ ସେମାନେ ଏଇଟା କ୍ଲିୟର କରିସାରିଛନ୍ତି ଯେ ଆମ ପାଖରେ ଆଉ ପଇସା ନାହିଁ। ହଁ ତେଣୁ ପଇସା ଯେହେତୁ ସେ କହିଛନ୍ତି ଆମ ପାଖରେ ପଇସା ନାହିଁ ଯାହା ଏ କଥା ସେମାନେ ଆଡଭୋକେଟକୁ ବି ଜଣେଇ ଦେଇଛନ୍ତି କୁଆଡେ ଓହୋ ଆଚ୍ଛା ଆଚ୍ଛା କାଲି ନାଇଁ ଯାଏଁ ନାଇଁ ଆଡଭୋକେଟକୁ ଜଣେଇଦେଲେ କଥା ନାହିଁ ଯେ ପିଲାଙ୍କୁ ବି ଜଣେଇବା କଥା ନା। ହଁ ସେ ସେଇଟା ବି ଜଣେଇ ଦେଇଛନ୍ତି ଆଉ ବାକି ଯୋଉ ବି ଆପଣ ପଇସା କଣ। ଦେଇଥିଲେ? ଆଜ୍ଞା ଆପଣ ପଇସା ଦେଇଛନ୍ତି ତ? ହଁ ମୁଁ ଛୋଟିଆ ବହୁତ କମ ଆମାଉଣ୍ଟ ଦେଇଛି ବଟ ଦେଇଛି। ଆଚ୍ଛା ଆଚ୍ଛା ମୁଁ କହିବା କଥା କି ଯୋଉ ଆପଣ ଗ୍ରୁପରେ ଅଛନ୍ତି ଥିବେ ସେ ଗ୍ରୁପରେ ଯୋଉ ଗ୍ରୁପରେ ପଇସା ଦେଇଛନ୍ତି। ଆଜ୍ଞା ତ ଆପଣ ପଚାରୁନାହାନ୍ତି କୋଶ୍ଚିନ୍ ନହେଲେ ଆପଣ ପଚାରନ୍ତୁ ଯେ ଆପଣଙ୍କର କେତେ ଆମାଉଣ୍ଟ ହେଇଛି ତାର ଗୋଟେ ନାଁ ଆଉ ଲିଷ୍ଟ କରିକି ଦିଅ ଯୋଉ 700 ପିଲା ଆପଣ ଅଛନ୍ତି ଗ୍ରୁପରେ ଆଜ୍ଞା କଣ ସେ ଲିଷ୍ଟ ଗୋଟେ ଦିଅନ୍ତୁ ତାକୁ ସାର୍। ଆପଣ ପଚାରନ୍ତୁ। ହଁ ହଁ ସାର୍ ସେ ଲିଷ୍ଟଟା ଯିଏ ବି ମାଗୁଛି ବା ଏ କୋଶ୍ଚିନ୍ ଯିଏ ବି ଭ୍ୟାଲିଡ କୋଶ୍ଚିନ୍ ପଚରା ଯାଉଛି ସେ ଆଜ୍ଞା ତାକୁ ରିମୁଭ୍ କରିଦା ହଉଛନ୍ତି ଗ୍ରୁପରୁ ରିମୁଭ୍ କରିଦିଆ ହଉଛନ୍ତି। ଆଉ ହଁ ଗୋଟିଏ ସେଟିଂ ଅଛି କଣ ନା ଓନ୍ଲି ଆଡମିନ୍। ସାର୍ ଓନ୍ଲି ଯୋଉ ଆଡମିନ୍ ଓନ୍ଲି କିଏ ଆଡମିନ୍ ଅଛି ଓନ୍ଲି ଆଡମିନ୍? ସାର୍ ଓନ୍ଲି ଆଡମିନରେ 10 ଜଣ ପିଲା ଅଛନ୍ତି ମୁଁ ନାଁ କହିପାରିବିନି ସାର୍ ଟିକେ ହଁ ଆଉ ଆଚ୍ଛା ତ ଆଚ୍ଛା ଏମିତି ନାଁଟା କହିପାରିବିନି କାହିଁକିନା ସେ ସେମିତି କହି ତ ଏଇଟା ଆପଣ ବି ଜାଣିଥିବେ ସେ ଆଡମିନ୍ ଯିଏ ଅଛନ୍ତି ସେ ନିଜେ ହରିଶଙ୍କର ସାର୍ ସିଏ କିଛି କରୁନାହାନ୍ତି ବାକି ଯୋଉ ପିଲାମାନେ ରହିଲେ ତାଙ୍କର ଇଏ ପିଲା ସେମାନେ ହଁ ସମସ୍ତେ ଇଏ କରୁଛନ୍ତି। ତାକୁ ସାର୍ ଭଳି ରେସ୍ପେକ୍ଟ ଦବା ଦରକାର ନାହିଁ ବୁଝୁଛ କି ନାଇଁ? ଆରେ ଭାଇ ଆଜ୍ଞା କାହା ପାଖରେ ଟ୍ରାନ୍ସପାରେନ୍ସି ନାହିଁ ମାନେ ସେ କଣ ମାନେ ଖାଇଛି ନିଶ୍ଚୟ। ତ ସାର୍ କହିକି ଏତେ ରେସ୍ପେକ୍ଟ ଦବା କୌଣସି ଆବଶ୍ୟକତା ନାହିଁ ମୋ ହିସାବରେ। ନାଇଁ ସାର୍ ଡିସରେସପେକ୍ଟ କରୁନୁ ଆପଣ ଯଦି ସାର୍ ସିଏ ଯଦି ସବୁ ମୁଁ ତାକୁ ଏଭିଡେନ୍ସ ଦେଇ ଡିସରେସ୍ପେକ୍ଟ ଦିଅନ୍ତି କରୁନି ଆମେ ସବୁ କିଛି ବୁଝିପାର। ଅସୁବିଧା ମହାତ୍ମା ଗାନ୍ଧୀ ନାହିଁ। କହିଥିଲେ ଶୁଣ ମାନେ ଯିଏ ସିନ୍ କରୁଛି ମାନେ ଯିଏ ମାନେ ସିନର ହେଲା ଯିଏ ସିନ୍ କିଏ କରୁଛି ସିନର କରୁଛି ତା ସିନ୍ ଟାକୁ ତମେ ହେଟ୍ କର କିନ୍ତୁ ସିନର କୁ ହେଟ୍ କରନି ବୁଝଛ ନା ବୁଝିପାରୁନ। ସେ ପାପ ନାହିଁ କରୁଛି ସେ ପାପୀ କୁ ତମେ ହେଟ୍ କରନି ତା ପାପକୁ ତମେ ହେଟ୍ କର ବୁଝଛ ନା ନାଇଁ? ତ ଆଜ୍ଞା ସାର୍ ମୁଁ ତା ଏଗନେଷ୍ଟରେ ନାହିଁ କି କୋଉ ପିଲା ଏଗନେଷ୍ଟରେ ନାହିଁ। ଏଗେନ୍ଷ୍ଟରେ ନାହାନ୍ତି ଆଜ୍ଞା ମୋର ସାର୍ ମୋର ହେଲା ଦେଖନ୍ତୁ ଆଇଡିଓଲୋଜିକାଲ ଚେଞ୍ଜେସ୍। ଆଇଡିଓଲୋଜିକାଲ କଣ ତମେ ଟ୍ରାନ୍ସପାରେନ୍ସି ନାହିଁ ଦେଶ ସାର୍ ଦୁନିଆକୁ ତ ଏବେ ବୁଡେଇ ଖାଇଦବ ନା ଏମିତି ପରିସ୍ଥିତି ଦେଶ ଦୁନିଆକୁ ବୁଡେଇ ତମେ ଖାଇଦବ। ଆଜ୍ଞା ସାର୍ ହଁ ଏବେ କଥା ହଉଛି ଯେ ଏବେ କଥା ହଉଛି ଆମେ କହିବୁ କାହାକୁ କହିବୁ ଯେ ଆପଣ କହିଲେ ଆପଣ ଆଡଭୋକେଟ ନା କୁ ନା ମୁଁ ପେମେଣ୍ଟ। କହିଲି ଆପଣ କହିବା ପାଇଁ ଦେଖନ୍ତୁ ପ୍ରଥମ କଥା ହେଲା କି ଯେତେ ଜଣ ପିଲା ପଇସା ଦେଇଛନ୍ତି ହଁ ଆପଣ ସେଇ ପିଲାଙ୍କୁ କୁହନ୍ତୁ ହରିଶଙ୍କରକୁ ପଚାରିବା ପାଇଁ। ଯଦି ହରିଶଙ୍କର ସାର୍ ଆନ୍ସର ନ ଦଉ ପଚାରିବେ ଶୁଣନ୍ତୁ ଠିକ ଅଛି ହଁ ଆପଣ କହୁଛନ୍ତି ସେ ବ୍ଲକ କରିଦଉଛନ୍ତି କି ଆପଣ ବାହାର କରିଦଉଛନ୍ତି କି କୌଣସି କରୁନାହାନ୍ତି ହୁଁ ଆପଣ ତା ନାଁରେ ଯୋଉ ପିଟିସନର ଥିଲା ଯାହା ନମ୍ବରକୁ ଆପଣ ପଠେଇଛନ୍ତି ଯେତିକି ଟଙ୍କା ଆପଣ 10 ଟଙ୍କା ହିଁ ପଠେଇଥାନ୍ତୁ ହେଲା ଗୋଟେ ପିଲାକୁ ଆଜ୍ଞା ଧରିକି ଆପଣ ଲିଗାଲ ଆକ୍ସନ ନିଅନ୍ତୁ। ଆଉ କିଛି ଆପଣ କେହି କିଛି କରିପାରିବେ ନାହିଁ। ମୁଁ ଏଇଟା କେବେଠୁ କରିସାରିବା କଥା କାହିଁକିନା ମତେ ଯେହେତୁ ମୁଁ ଟଙ୍କାଟା ଦେଇନାହିଁ ତ ମୁଁ ସେଥିପାଇଁ କିଛି କହୁନି ତାପରେ ପିଲାମାନେ ମିନିମମ୍ 10-15 ଜଣ ବାହାରିକି ତମେ କରିବା କଥା ବୁଝୁଛ ନା। ସାର୍ କହୁଛନ୍ତି ଖାଲି ଯେ ପ୍ରୋଟେଷ୍ଟକୁ ଆସ ପ୍ରୋଟେଷ୍ଟକୁ ଆସ ଆରେ ହଁ। ପ୍ରୋଟେଷ୍ଟକୁ ତ ସାର୍ ସେତେବେଳେ ଯିବୁ ନା ଯେତେବେଳେ ଆମେ ଜାଣିବୁ ଆମର ସବୁ ଭୁଲ ଅଛି ଯୋଉ ସାମ୍ନା ଲୋକର ଭୁଲ ଅଛି ଆମର କିଛି ଭୁଲ ନାହିଁ ସେତେବେଳେ ଆମେ ଯିବୁ ଆପଣ ପ୍ରୋଟେଷ୍ଟ। ଶୁଣନ୍ତୁ ଯୋଉ ଆଡମିନ୍ ମାନେ ଅଛନ୍ତି ତାଙ୍କର ଗୋଟେ ପଚାରନ୍ତୁ ଯେ ଆପଣ ମାନେ କୋଶ୍ଚିନ୍ ପଚାରିଲା ବେଳକୁ କାହିଁକି ଆମକୁ ରିମୁଭ୍ କରୁଛନ୍ତି ବୋଲି ବୁଝୁଛନ୍ତି ନା ଫାର୍ଷ୍ଟ କୋଶ୍ଚିନ୍। ସାର୍ ସେକେଣ୍ଡ ବାକି ଜିନିଷ ହେଲା ହେଲା କି ଆପଣ ଲିଗାଲ ଆକ୍ସନ ନିଅନ୍ତୁ ଯେକୌଣସି ୱେରେ ସାର୍ ବି ହଉ। ଆଉ ଗୋଟେ କଥା ସାର୍ ଆଡଭୋକେଟ ଜେନେରାଲ ସବୁ ଦୋଷ ଆଡଭୋକେଟ ଜେନେରାଲଙ୍କର ସେ ଆସୁନାହାନ୍ତି ବୋଲି ଆମ କେସ୍ ସଲ୍ଭ ହଉନି ସାର୍ ମତେ କୁହନ୍ତୁ ଯଦି 36 ନମ୍ବରରେ ଆମର କେସ୍ ରହିଲା ତାହେଲେ ଆଡଭୋକେଟ ଜେନେରାଲ ଆସିକିରି କଣ ଆମ ପାଇଁ ସେଠି ବସିବେ କି ଖାଲି ମାନେ ସେ ନିଜେ ଆସି ଲିଷ୍ଟିଂ ବି କରିବେ 1 ନମ୍ବରକୁ ତାପରେ ବି କହିବେ ଆମେ ଆପଣ ଯିବୁ ଶୁଣନ୍ତୁ ଶୁଣନ୍ତୁ ମତେ ଏସବୁ କିଛି କୁହନ୍ତୁନି ଏସବୁ କଥା ମୁଁ ଜାଣିଛି ଏସବୁ ଡିସ୍କସନ ମୋ ସହିତ କରିକି ଆଉ କିଛି ବି ଫାଇଦା ନାହିଁ କାରଣ ଲାଭ ମୁଁ ସବୁ ନାହିଁ ଜାଣିଛି ରୁଟ୍ ଲେବୁଲ ଟା କଣ ଆପଣ ମୋ ଆଜ୍ଞା ୟୁଟ୍ୟୁବରେ ଦେଖିଥିବେ। ହଁ ଆଉ ସେ ତାହେଲେ ସାର୍ ରେକର୍ଡିଂ କହିବୁ ଯାହା ତ ସବୁ କହିଲେ ଯଦି କୁହାଯିବ ଯାହା ବି କୁହାଯିବ ସେ ସେମାନେ ରିମୁଭ୍ ବି କରିଦେବେ ଗ୍ରୁପରୁ ଆଉ ଫାଇନାଲି ରିମୁଭ୍ ଆଉ ତ ଆମ ପାଖରେ କିଛି ଗ୍ରୁପ ବି ନାହିଁ ଆମେ କହିବୁ ବି କାହାକୁ ତେଣୁ ଏଇ ଗୋଟାଇ ନା ନା ଆଉ ଅଦର ଗ୍ରୁପ ବି ଏମିତି ଅଛି ନା ମୁଁ ଆପଣଙ୍କୁ ଆଡ୍ କରିଦେବି ନହେଲେ କୁହନ୍ତୁ। ଠିକ ଅଦର ଅଛି ଗ୍ରୁପ ବି ଆଡ୍ ଅଛି କରି OSC ଅଛି ମୁଁ ଯଦି ହବ ଆଡ୍ କରିଦେବି ହେଲା ଏଇ ଆପଣ ହେଇପାରେ ନିଜ ଆଉ ଭଏସ ଟା ସେଠି ରେଜ୍ କରିପାରିବେ। ହଁ ଆଚ୍ଛା ସେଠି ତ ନାଇଁ ଆଟଲିଷ୍ଟ ଆମେ କୋଶ୍ଚିନ୍ ଭ୍ୟାଲିଡ ପଚାରିଲେ ଆମକୁ କେହି ରିମୁଭ୍ ନ କରିଦିଅନ୍ତୁ ନା ନା ବା ରିମୁଭ୍ ଆମକୁ ରିମୁଭ୍ ନା ସେମିତି ନାହିଁ ଆପଣ ଭଏସ ରେଜ୍ କରିପାରିବେ ଆପଣ ମୁଁ ଯଦି କିଛି ଭୁଲ କରୁଛି ମୋ ଏଗନେଷ୍ଟରେ ବି କୁହନ୍ତୁ କିଛି ଇସ୍ୟୁ ନାହିଁ। ହଁ ବାସ୍ ଆମେ ସେଇଟା ରାଇଟ୍ ଚାହୁଁଛୁ ସୁଡ୍ ଆମେ ବି ରାଇଟ୍। ହଁ କିଛି ଆଉ କିଛି ଚାହୁଁନୁ ଇଏ ପାଇଁ ଆମେ ଝଗଡା କରିବାକୁ ଆସିନୁ ସାର୍। ନା 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 ଏଠି କି ଝଗଡା କରୁଛି ମୁଁ କହିଲି ମୁଁ ସେ ପିଲାମାନଙ୍କ ଏଗନେଷ୍ଟରେ କାହା ଏଗନେଷ୍ଟ ନାହିଁ ସେମାନେ ଯୋଉ ଭୁଲ କରିଛନ୍ତି ନା ସେଇଟା ହିଁ ମୁଁ କହୁଛି। ଆଉ ବାସ୍ ତା ପାଇଁ ଦେଖନ୍ତୁ ମୋ ଏଗନେଷ୍ଟରେ ସେମାନେ କହୁଥିବେ ଇଏ କରୁଥିବେ ଗ୍ରୁପରେ ଦେଖିବା ଚାଲିଥିବ ହଁ ମତେ ସାର୍ ସେ ସାର୍ ହଁ ସାର୍ ଯଦି ଏଇଟା ହେଇଛି ସାର୍ ଆଉ ଗୋଟେ କଥା ହେଇଛି ସାର୍ ଯଦି ଏଇଟା ଭୁଲ ହେଇଯାଇଛି ତାହେଲେ ଆପଣ ଭୁଲଟାକୁ ମାନିକିରି ତାହେଲେ ଆପଣ ଚାଲୁନାହାନ୍ତି ଆଗକୁ ହଁ ହଁ ଆମର କିଛି ଅସୁବିଧା ନାହିଁ ସେ ଭୁଲ ଆପଣ ମାନିବେନି କହୁଛନ୍ତି ସେ ମାନିବେନି ସାର୍ ବାରା ବୁଝିପାରୁନ
କି କେବେ କହିବନି ଯେ ମୁଁ ଚୋରି କରିଛି ବୋଲି, କି କେବେ କହିବନି ଯେ ମୁଁ ଭୁଲଟା କରିଛି ବୋଲି, କି କହିବ କି? ତାହେଲେ କେସ୍ ୱିଡ୍ର କରନ୍ତୁ ସାର୍, କେସ୍ ୱିଡ୍ର କରିଦିଅନ୍ତୁ। ନା ସେଇଟା ବି ଆମେ କରିବୁନି, ସେଇଟା ହେଲେ ତମେ ବି ବାହାରି ଯା ଗ୍ରୁପରୁ, ଆମେ ରହିପାରିବୁ ନାହିଁ। ଯଦି କେସ୍ ୱିଡ୍ର କରିବେନି, ପଇସା ବି ନାହିଁ ତମେ ଓକିଲକୁ ଦବା ତମେ ପାଇଁ ନା କି। ନା ପଇସା ନାହିଁ କଥା ନେବନି, ତମେ ଏତେ ପଇସା କଲେକ୍ସନ କରୁଥିଲ, ଗଲା କୁଆଡେ ପଇସାଟା? ପଇସା ନାହିଁ ସାର୍ ଗଲା ସେଇ କୁଆଡେ? ତ ସାର୍ ସେ କଥା ଆମେ ବି ସେଇଟା କହୁଛୁ, ଯଦି ସେଇଟା ହିସାବ ଦେଇ ଦିଅନ୍ତୁ, ଆଉ ଯଦି ନ ହେଇଛି ତାହେଲେ ଆପଣ ଭୁଲ ମାନି ଦିଅନ୍ତୁ, ଯେ ଯାହା ହେଇଛି ହେଇଛି ଛାଡ଼ନ୍ତୁ, ଆଉଥରେ ଆମେ ଆଉଥରେ କରିବା ପାଇଁ ରାଜି ଅଛୁ। ତାହେଲେ ଆମର ଠିକ ଯଦି ଅଛି ଭାଇ, ଏଇଟା ଦେଖନ୍ତୁ ପ୍ରଥମ କଥା ହେଲା କି ଆପଣ ମତେ କହିଲେ ଏଇଟା ମୁଁ କିଛି କରିପାରିବିନି, କାରଣ ବର୍ତ୍ତମାନ ସେଦିନ ହଁ ମୁଁ ପୁରା ନ୍ୟୁଟ୍ରାଲ ଅଛି। ମୋର ତାଙ୍କ ଏଗେନଷ୍ଟରେ ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି, ଆଡିକ୍ୱେଟ ମାନେ ଏଠି ଏଭିଡେନ୍ସ ଅଛି, ବୁଝୁଛ ନା ବୁଝୁନ? ଆଜ୍ଞା ସେମାନେ ଭୁଲ ଯଦି ମୋ ସହିତ ଲାଗିଲେ ତାଙ୍କ ବେଳାଟା ପୁରା ଖରାପ ପଡିଯିବ। ପ୍ରଥମ କଥା ହେଲା ସେଇଟା ହେଲା। ତ ମୁଁ ମୋର ସାଇଲେଣ୍ଟ ଏବେ ଅଛି, କାରଣ ମୁଁ ଏବେ ମିଡିଲ କ୍ଲାସ ଚୁଜ୍ ଏଇଥିପାଇଁ କରୁଛି ଯେ କାରଣ ୟା ପାଇଁ ପିଲାମାନେ ବି ରେସ୍ପନ୍ସିବଲ ଅଛନ୍ତି, ଯୋଉ ପିଲାମାନେ ପଇସା ଦଉଛନ୍ତି ତାଙ୍କର କ୍ୱେଶ୍ଚିନ୍ କରିବାର ସାହସ ହିଁ ନାହିଁ, ବୁଝୁଛ ନା ଭାଇ? ଆଉ ମୁଁ ତମ କଲ୍ ବି ଦେଖ ମୁଁ ଉଠେଇନି କି ମେସେଜ ରିପ୍ଲାଏ ଦେଇନି, କଣ ପାଇଁ? ବହୁତ ଥର, କାହିଁକି ନା ମତେ ଏସବୁ ଜିନିଷରେ ଆଉ ଏତେ ଇନଭଲଭମେଣ୍ଟ ହବାର ନାହିଁ, ସିଧା କଥା। ଆଉ ମୁଁ ସେ ପିଲାଙ୍କୁ ଏଗେନଷ୍ଟରେ ଏଇଥିପାଇଁ କହିପାରିଲି ବିକଜ ମୋ ତାଙ୍କର ଯୋଉ କଳାକାରନାମାର ମାନେ ଚିଠାଟା ମୋ ପାଖରେ ଟୋଟାଲ ଅଛି, ଆଉ ମୁଁ ପୁରା ରଖିଛି ମୋ ମୋ ଭାଇ ହଉ କି ମୁଁ କହିଦେଇଛି ସମସ୍ତଙ୍କୁ ଯେ ଏଇଆ ହେଇଛି, ମୁଁ ଏଇଆ କରିଛି। ଆଉ ସେମାନେ ମୋର କିଛି ବି କରିପାରିବେନି, ଏଇଟା ମୁଁ ପୁରା 100% ହେଲେ ସିଓର। ସାର୍ ଆମକୁ ଏଇଟା ବି ତ ବୁଝିବାକୁ ପଡିବ, ଆଉ ଯଦି ଆମେ ଏମିତି ସବୁବେଳେ ଏଇ କେସରେ ହିଁ ରହିବା ଆମ ନିଜ ନିଜ ଭିତରେ, ତାହେଲେ ଆମେ ଆଉ ଆମର ଲାଭ ବି କିଛି ତମେ ଶୁଣ, ହବନି, ନା ତମେ କେସ୍ ସେ ସଲ୍ଭ ହବ। ପିଟିସନର ଯୋଉ ହରି ଅଛି ତାକୁ କଲ୍ କର, ତାକୁ କୁହ କି ଭାଇ ତୁ ଆମର ସଲ୍ଭ କରିବୁ ନା ନାଇଁ, କଥା ସଲ୍ଭ। ମନା ତାହେଲେ କଲେ ଯଦି ତ ଆପଣ ସଲ୍ଭ ଲିଗାଲ ସିଏ ଆକ୍ସନ। ନ କରିବ, ତାହେଲେ ଆଉ କିଏ କରିବ ସାର୍, ଏଟା କୁହନ୍ତୁ ଲିଗାଲ ଆଟଲିଷ୍ଟ। ମୁଁ କଣ, ମୁଁ କେମିତି କହିବି କି କଥା କି ତମେ ଦବ ପଇସା ହରିଶଙ୍କରକୁ, ତମେ କିଛି ତ କରିବାର ହିସାବ ସିଏ ମାଗିବାର ତ ତାର ପଚାରିଲେ କାପାବିଲିଟି ତମର ନାହିଁ। ଭାବ ତମେ ରିଏଲିଟି ଭାବ, ମୁଁ ଯୋଉ କଥାରେ କହୁଛି ଭାବ ଟିକେ ତମେ, ତମର ରିଏଲିଟି ତମର ନାହିଁ। ତାପରେ ମୁଁ କେମିତି ସିଏ ଗ୍ରୁପ ରିମୁଭ୍ କରିବି? ଆରେ ଭାଇ ତମେ ପଇସା ତାକୁ ଦେଇଛ, ତମେ ଭଏସ ତା ପଛରେ ରେଜ କରିବ। ଆଉ ମତେ ପଚାରିଲେ ମୁଁ ଭାଇ ଗୋଟେ ମାନେ ଗୋଟେ ସୋସିଆଲ ମିଡିଆରେ ତମକୁ ବତଉଛି ଆକ୍ଚୁଆଲି ରିଏଲିଟିଟା କଣ ବୋଲି। ହୁଁ ତମେ ନାଇଁ ମାନେ ସାର୍ ମତେ ସେଇଟା ତ କଲ୍ ସତ କରି କହିବ, ମତେ ସାର୍। ପିଲା କଲ୍ ସିଏ କରୁଛନ୍ତି, ଆଜି ସକାଳେ ଗୋଟେ ଝିଅଟେ କଲ୍ କରିଥିଲା, ଭାଇ ଆପଣ ରେସ୍ପନ୍ସିବଲ। ଆରେ ମୁଁ କାହିଁ ରେସ୍ପନ୍ସିବଲ ନେବି? ତମ ଆକାଉଣ୍ଟ ପଇସା ପଠେଇଦେଲ, ମୋ ଆକାଉଣ୍ଟ ଯିଏ ପଇସା ପଠେଇଦେଲ ପଠେଇଛି, ସିଏ ମତେ ଆସି କହୁ ଆସି ତମେ ଯାହାକୁ ନାଇଁ ପଇସା ସାର୍ ପଠେଇଛ ତମେ ତାକୁ ପଚାରିବ, ଯଦି ସିଏ ତମ କଥା ନ ମାନୁଛି ତମେ ଲିଗାଲ ଆକ୍ସନ ନବ ତା ଏଗେନଷ୍ଟ। ଆଉ ତମେ ମତେ ପଚାରୁଛ ଭାଇ ତମେ ବୁଝ ବୋଲି, ଆରେ ଭାଇ ମୁଁ କେମିତି ବୁଝିବି? ସାର୍ ସିଏ ମନା କରୁନାହାନ୍ତି ଯେ ଆମେ ଲିଗାଲ ଆକ୍ସନ ଇଏ ନବୁନି, ମାନେ ଆମେ ଅଛୁ ତମ ସାଙ୍ଗରେ। ହେଲେ ସେ ଆମ ସାଙ୍ଗରେ ଯୋଉ ଅଛନ୍ତି ସେ କହୁଛନ୍ତି ଆମେ ପ୍ରୋଟେଷ୍ଟ କରିବୁ, କେବଳ ଆଉ ଆଡଭୋକେଟ ପଇସା ପତ୍ର କିଛି ଦବାର ନାହିଁ, ଆମେ ଖାଲି ପ୍ରୋଟେଷ୍ଟ କରିବୁ। ସେ ଖାଲି ପ୍ରୋଟେଷ୍ଟ ପ୍ରୋଟେଷ୍ଟ ଟା କରି କେତେ ତମେ ଦୂର ଆସୁନ, ଭ୍ୟାଲିଡ? ମୁଁ ବି ବସିଛି ଏଠି, ମୁଁ ବି ପ୍ରୋଟେଷ୍ଟ କରିବି, ଗାନ୍ଧୀ ସତ୍ୟ ଓ ଅହିଂସା ପଥରେ ରହିକି ସତ୍ୟାଗ୍ରହ ଗୋଟେ ହଉ, ତ ମୁଁ ମନା ସାର୍ କରୁଛି। ସେମିତି ସେଇଟା ନାହିଁ, ପ୍ରଥମ କଥା ହେଲା କି ସେ କଥାକୁ ବୁଲାନ୍ତୁନି, ସବୁବେଳେ ଠକିବା ପାଇଁ ହେଲେ ସରଳ ସରଳ କଥା କହି ବୁଲାନ୍ତୁନି ପିଲାଙ୍କୁ, ସତ ସାର୍ ସିଏ କଥା ତ ସେଇଆ ସେମାନେ ହିଁ କରିବେ, କୁହନ୍ତୁ। ମାନେ ସିଏ ତ ଏବେ ସେଇଆ ହିଁ କହୁଛନ୍ତି ଯେ ଆମେ ମନା କରୁନୁ ଲିଡ୍ ନବାକୁ, ସେ କହୁଛନ୍ତି ଆମେ ଏବେ ବି ଲିଡ୍ ନଉଛୁ ତମର, କିନ୍ତୁ ଆମେ ଯାହା କହୁଛୁ ସେଇଟା ତମେ ମାନିବ। ନା ନା ଆଉ ସେମିତି ତାହେଲେ ନାହିଁ, ତମେ ଗୋଟେ କାମ କର, ନିଜ କାମ ମାନେ କର, ଯଦି ଯଦି ସିଏ ତମ ଯାହା ବି ଭଏସ, କହିବେ, ମୁଁ ଶୁଣ ହଁ କହୁଛି ଭଏସ ପ୍ରଥମ କଥା ହେଲା, ରିଜେକ୍ଟ କଲା ମାନେ ଏହା କରାଯିବ, ରିମୁଭ୍ ହବ ବା ବ୍ଲକ୍ କରାହବ। ରିମୁଭ୍ କରିଦେଲେ ବ୍ଲକ୍ କରିଦେଲେ। ଶୁଣ ମୁଁ ତମକୁ କହୁଛି, ମୁଁ ତମକୁ ଗୋଟେ ସଲ୍ୟୁସନ ଦେଇପାରିବି ଭାଇ, ଲିଗାଲ ସଲ୍ୟୁସନ ମୁଁ ତମକୁ ଦେଇପାରିବି। ସେଇଟା ହେଲା କି ତମେ ଯାହାକୁ ପଇସା ପଠେଇଛ, କଣ 10 ଟଙ୍କା ହିଁ ପଠାଅ, ଟଙ୍କାଟା ହିଁ ପଠାଅ, ମୁଁ କହୁଛି ହେଲା। ୟୁ ହାଭ୍ ରାଇଟ୍ ଟୁ ଆସ୍କ ଦ କ୍ୱେଶ୍ଚିନ୍, ବୁଝୁଛ ନା ନାଇଁ? ତମର ପୁରା ଅଧିକାର ଅଛି ତମ କ୍ୱେଶ୍ଚିନ୍ ପଚାରିବା, ଯଦି ସେ ତମ କଥା ଶୁଣୁନାହିଁ, ତମର ଯୋଉ ସାଙ୍ଗମାନଙ୍କ କଥା ଯୋଉମାନେ ପଇସା ଦେଇଛନ୍ତି ଶୁଣୁନାହିଁ, ତମେ ଟୋଟାଲ ଏବେ ଲିଗାଲ ଆକ୍ସନ ନିଅ। ତାପରେ ପ୍ରମାଣ ମାଗ ଯେ ଆମେ ଯୋଉ ପଇସା ଦେଇଥିଲୁ ତାର ଲିଷ୍ଟ କାହିଁ, ତାର ନେମ୍ କାହିଁ, ସେ ପଚାର, ବୁଝୁଛ ନା ନାଇଁ? ତାପରେ ନହେଲେ ତମେ ଲିଗାଲ ଆକ୍ସନ ନିଅ। ଆଉ ଆଉ ପିଲା ମତେ ସମସ୍ତେ ଡରିକିରି ପିଲାମାନେ ପିଲା ମତେ ଗ୍ରୁପ ରେ ଯୋଉ 700 ପିଲା ଅଛନ୍ତି ସାର୍ ସମସ୍ତେ ଡରିକିରି ହିଁ ଅଛନ୍ତି। କିଏ କହିବ, ଭାଇ ଯିଏ ଦେଖ, ତ କହିଲେ ଡରିଲେ ଗ୍ରୁପ। ଡରିଲେ ମରିବ। ମୁଁ କଣ କି କେହି କାହାକୁ ପିଠରେ ପଡିବେନି, ସିଧା କଥା। ମୁଁ ଡରୁନି କଣ ପାଇଁ? ମୋ ପାଖରେ ପ୍ରମାଣ ଅଛି, ମୁଁ ଡରିବି କଣ ପାଇଁ? ସିଧା କଥା ହେଲା ଏଇଟା। ମୁଁ ଯିଏ ଆସିବ ଦେଖା ଭାଇ ଦେଖ ତୁ ଏଇଆ କଳାକାରନାମା କରିଥିଲୁ, ମୁଁ ତ ଭିତରେ କହିଛି, କଥା ସେ ସରିଲା। ନିଜେ ସାମ୍ନାକୁ ଆସୁନାହାନ୍ତି, ସେ ବାକି ସମସ୍ତଙ୍କୁ ପଠେଇ ଦଉଛନ୍ତି। ନା ନା ଏଇଟା ସେଇଟା କଣ ହବ, ସେଇଟା ହବ। ଭାଗ ସହିତ କଥା ଭାଇ ଦେଖ, ସବୁବେଳେ ମନେ ରଖିବ, ଆମ ଦେଶ ଗୋଟେ ଗଣତାନ୍ତ୍ରିକ ଦେଶ। ଏଠି ଗୋଟେ ମାନେ ଚା ବିକାଳି ବି ପ୍ରଧାନମନ୍ତ୍ରୀ ହେଇପାରିବ, ନ୍ୟୁଜ ପେପର ଲୋକ ବିକୁଥିବା ବି ରାଷ୍ଟ୍ରପତି ହେଇପାରିବ। ଆମର ନା ହୁଏତ କିଛି ଜିନିଷ କରପସନ ହେଇଥାଇପାରେ, କିଛି ଲୁପ୍ ହୋଲ ଆମ ସିଷ୍ଟମରେ ଥାଇପାରେ, କିନ୍ତୁ ଆଜି ବି ସେ ପାୱାର ଅଛି ଲ ଆଣ୍ଡ ଅର୍ଡର ସବୁଠୁ ଉପରେ, ବୁଝ ନା ବୁଝିପାରୁନ? ଆଜ୍ଞା କନଷ୍ଟିଟ୍ୟୁସନ ସବୁଠୁ ଉପରେ, ଜୁଡିସିଆରି ସବୁଠୁ ଉପରେ। ଆଜି ବି ଦେଖ ତମ ଗାଁରେ ଝଗଡା ଲାଗିଲେ ଗୋଟେ ଲୋକ ଆଉ ଗୋଟେ ଲୋକଟାକୁ କହୁଥିବ ମୁଁ ତତେ କୋର୍ଟରେ ଦେଖିନେବି, ସେ କୋଉ ସାହସରେ କହୁଛି? ତା ମାନେ ସେ ଲୋକଟା ଠିକରେ ଅଛି ବୋଲି ସେ କହୁଛି ତତେ କୋର୍ଟରେ ଦେଖିନେବି, ବୁଝଛ ନା ବୁଝିପାରୁନ? ଇଏ କେତେ କେତେ ଗଲେଣି ବୁଝିଲ, କେତେ କେତେ ବଡ ବଡ ମହାରଥୀ ସେମାନେ ବି ଚୁଙ୍ଗୁଲରେ ଫସିଛନ୍ତି, ତାଙ୍କ ପିଠିରେ କେହି ପଡିବେନି। ମୁଁ ତମକୁ ଆଜି କହୁଛି ହେଲା, କେତେ ବଡ ବଡ ମହାରଥୀ। ଆଉ ଇଏ ଗୋଟେ ଆସିଲେ କୋଉଠି 2 ଦିନ ହେଲାଣି, ଏମାନେ ଦେଖେଇବେ ଆମକୁ ଧମକ, ବୁଝ ନା ନାଇଁ? ସେସବୁ କିଛି ନାହିଁ, ତମେ ଭାଇ ଡରନି। ଯଦି ଠିକ ରିଏଲ ଏଜୁକେଟେଡ ହେଇଛ, ମୁଁ ତମକୁ କହିବି, ଯଦି ତମକୁ ରିମୁଭ୍ କରାଯାଉଛି, ଯଦି ତମକୁ ବ୍ଲକ୍ କରାଯାଉଛି, ଯଦି ତମ କ୍ୱେଶ୍ଚନ ଆନ୍ସର ଦିଆଯାଉନି, ଦେନ୍ ୟୁ କ୍ୟାନ୍ ବ୍ଲକ୍। ଆଉ ଇଏ ରେକର୍ଡିଂ ମୁଁ କରୁଛି ଏବେ, ତମକୁ ମିଛ କହିବିନି ଭାଇ, ମୁଁ ଏଟା କୋଉଠି ବି ଦେଇପାରେ, ସେୟାର କରିପାରେ।
ସୋ ଏଇଥିପାଇଁ କହିବି ଯୋଉମାନେ ବି ରେକର୍ଡିଂ ଶୁଣିବେ ହେଲା ତ ସେମାନେ ଏଇଟା କରନ୍ତୁ କି ସତ ଯୋଉଟା ସତ ମିଛ ଯୋଉଟା ମିଛ ତାଙ୍କର ଯେହେତୁ ଏଜୁକେଟେଡ ସେମାନେ ସେମାନେ ସତ ମିଛ ଭିତରେ ଫରକ ସେମାନେ ଭଲସେ ବୁଝିପାରୁଥିବେ। ଆଉ ସତକୁ ଯଦି ସାମ୍ନା କରିବାର ସାହସ ନାହିଁ ତାହା ମାନେ ଘରେ ଚୁପଚାପ ବସ ବୁଝଛନ୍ତି କି ନାହିଁ। ଆଉ ଦୟାକରି ମତେ ଆଉ କଲ୍ କରନ୍ତୁ ଆପଣ ବହୁତ ଥର କଲ୍ କଲେଣି ମୁଁ ବୁଝିପାରୁଛି ଆପଣଙ୍କ ଦୁଃଖଟାକୁ କିନ୍ତୁ ମୁଁ ଏଥିରେ କିଛି ଇନଭଲଭମେଣ୍ଟ କରିପାରିବି ନାହିଁ। ଯୋଉ ପର୍ଯ୍ୟନ୍ତ ଲୋକ ଚୁପ ରହିବେ ପିଲା ଚୁପ ରହିବେ ଯୋଉମାନେ ପଇସା ଦେଇକି ମୁଁ କାହିଁକି ତାଙ୍କ ଭିତରେ ମୁଣ୍ଡ ଖରାପ ହେବି ରିଏଲିଟିକୁ ଆସନ୍ତୁ। ସାର୍ ଏମିତି ହେଲେ ତ ଆଉ କେସ୍ ମାନେ ଏଇ ତ ଏଇ ମୁଁ ଆଉ ଯୋଉ ଆମେ ବୁଝିବିନି ନା ଅବସ୍ଥାରେ ଅଛୁ। ବୁଝିପାରୁନାହାନ୍ତି ଆପଣ ମତେ କହିଲେ କିଛି ହବ କି ନାଇଁ କିଛି ସେଇଟା ହବନି। ସାର୍ କହୁନି ଆପଣଙ୍କୁ ହଁ ଆମେ ଏଇ ଯୋଉ ଅବସ୍ଥାରେ ଏମିତି ଡରିକିରି ରହିଛୁ ପୁରା ଯିଏ ଯାହା କହିଲେ ବି ସମସ୍ତେ ମାନି ନେଉଛନ୍ତି ତାକୁ ଇଏ କରି ଦିଆ ହଉଛି ତାହେଲେ ଏମିତି ଚାଲିଲେ ଆଉ କେସ୍ ତ ହବା କଥା ଖାଲି ସେ ପ୍ରୋଟେଷ୍ଟ କରି କରି ଚାଲିବେ ସେ 2027 ରେ ବି ହବନି 28 ହେଇଯିବ ଓ ପାଖ ହେଇଯାଉ 30 ହେଇଯାଉ ଚାକିରି ଟୋଟାଲ ନ ମିଳୁ ଆମେ ହେଇଥିବ ଶୁଣନ୍ତୁ ଆମେ ସରକାରକୁ ଦାୟିତ୍ୱ ଦଉଛୁ ନା ସରକାର ଟୋଟାଲ ଦାୟୀ ନାହିଁ ଦାୟୀ ହେଲୁ ସରକାର ସାର୍ ଆମେ। ଯଦି ସରକାରଙ୍କ ଭୁଲ ଆମ ଥାନ୍ତା ଆମେ ବର୍ବାଦୀ ଶୁଣ ପ୍ରୋଟେଷ୍ଟକୁ ଯାଇଥାନ୍ତୁ। ଆମ ବର୍ବାଦୀ ପଛରେ ନା ଆମେ ନିଜେ ହିଁ ଦାୟୀ ଏଇଟା ସବୁବେଳେ ମନେ ରଖିବ। ଜନତା ବର୍ବାଦୀ ପଛରେ ଜନତା ହିଁ ଦାୟୀ ଆଉ ପିଲାମାନେ ହିଁ ଦାୟୀ। ଆରେ ତମର ଯଦି ସାହସ ନାହିଁ ଗୋଟେ ସାହସ ନାହିଁ ଗୋଟେ କ୍ୱେଶ୍ଚନ କରିବାର ତମେ ଭାବିକି ଦେଖ କଣ କହିବି ତମକୁ ଛାଡ ଭାଇ ମୁଁ ଟିକେ କାମରେ ଅଛି ମୋର ହେଲା ଆମେ ଆଜ୍ଞା ପରେ କଥା ହବା ହେଲା। ମୁଁ ଆଜ୍ଞା ରଖୁଛି ଆଉ ମୁଁ କ୍ଷମା ଚାହିଁବି ମୁଁ ତମ କଲ୍ ଟାକୁ ରେକର୍ଡିଂ ମାରି ସାରିଛି ଆଉ ଖରାପ ଆଜ୍ଞା ଭାବିବନି ହେଲା। ଆଜ୍ଞା ଆଜ୍ଞା। ହଉ ହଉ।